नमस्कार कुकुच मुछा चैनल को बहुत बहुत स्वागत। तो आज वीडियो रे देखिबा ए गाड़ी सीट रे आमे किपरि गरम रु रक्षा पाई परिबा। असह्य गरम गुलगुली जतबे होतबो ए गाड़ी सीट आम जीवन बंचई देबो। जदि आपनक घरे एमती गाड़ी सीट अछि से गाड़ी सीट को केबे भी फोपाडंतुनी। मु जेमती नहीं आसली गोटे गाड़ी सीट एठी देखंतु ताको आगो ऊपर तार कभर गुडाक काटी दउची छुरी नेकी। ଆଉ ଆଜିକାଲି ତ ସମସ୍ତଙ୍କ ଘରେ ଗାଡ଼ି ଅଛି। ଗାଡ଼ିରେ ତ ନିଶ୍ଚୟ ସିଟ୍ ବଦଳଉଥିବେ। ସିଟ୍ ଯେମିତି ହେଲେ ପୁରୁଣା ହେଇଯିବ କିମ୍ବା ଖତରା ହେଇଯିବ ଚିରିଯିବ ତାକୁ ପୁଣି ବଦଳେଇକି ନୂଆ ସିଟ୍ ପକାଇବେ। ଆଉ ସେଇ ଯେଉଁ ପୁରୁଣା ସିଟ୍କୁ ଜମା ବି ଫୋପାଡ଼ିବେନି। ସେ ସିଟ୍କୁ ରଖିକି ଏମିତି ଗରମରୁ ରକ୍ଷା ପାଇପାରିବା। ଖାଲି ଗରମରୁ ରକ୍ଷା ପାଇପାରିବାନି, ବହୁତ କାମରେ ଲାଗିବ ଏଇ ପୁରୁଣା ସିଟ୍ ଆମର। ପ୍ରବଳ ଖରା ଆଉ ଗରମରେ ଏସି ଆଉ କୁଲର ଭଳି କାମ କରିବ ଏଇ ସିଟ୍। ତ ଏମିତି ଛୁରୀ ଦ୍ୱାରା ସିଟ୍ର କଭରକୁ କାଟି ନେବା ବିଲକୁଲ ବି ବେଶୀ ସମୟ ଲାଗିବନି। ଦେଖନ୍ତୁ ମୁଁ ଏଠି ସବୁତକ ଉପର କଭରକୁ ତାର କାଟିଦେଲି ସିଟ୍ରୁ। ତାପରେ ପାଣି ପକେଇକି ଭଲ ଭାବରେ ଧୋଇଦେଲି, କାରଣ ଏଇଟା ପଡ଼ିକି ଉଇ ଲାଗିଯାଇଥିଲା। ଧୋଇ ସାରିକି ତାକୁ 2 ଦିନ ପର୍ଯ୍ୟନ୍ତ ଏମିତି କଡ଼କଡ଼ିଆ ଖରାରେ ଶୁଖେଇ ଦେଇଥିଲି। ବଢ଼ିଆ ଭାବରେ ଶୁଖିଯାଇଛି। ତ ତାକୁ ଆଣିକି ଏମିତି ସାଇଜ୍ କରିକି କାଟିବା। ଏଇ ଉପର ଗୁଡ଼ାକ ଅସନା ହେଇଯାଇଛି ତାକୁ ମଧ୍ୟ ଛୁରୀରେ କାଟିଦେବା। ଯଦି ଭଲ ଥିବ ତାହେଲେ କାଟିବା ଦରକାର ନାହିଁ। ଦେଖନ୍ତୁ ଯଦି ଯେଉଁ ଉଇଟା ଲାଗିଥିଲା ନା ସେଇଟା ଟିକେ ଉପର ଗୁଡ଼ାକ ଅସନା ହେଇଯାଇଛି ଆଉ ବାହାରେ ପଡ଼ିକି ପାଣି ଖାଇକି କଳା କଳା ପଡ଼ିଯାଇଛି। ତାକୁ ଟିକେ ଛୁରୀରେ କାଟିକି ସଫା କରିଦେଲି। ତାପରେ ଏମିତି ଖଣ୍ଡ ଖଣ୍ଡ କରିଦେଲି। ଦେଖନ୍ତୁ ଆପଣଙ୍କର ଯେତିକି ବଡ଼ ବଡ଼ ଦରକାର ସେତିକି ବଡ଼ ସାଇଜ୍ରେ ଆପଣ କାଟିବେ। ମୁଁ ଏତିକି ବଡ଼ ସାଇଜ୍ରେ କାଟିଛି। ଆଉ ଏଇ ଛୋଟ ଗୁଡ଼ାକ ବି ବହୁତ କାମରେ ଲାଗିବ, ଜମା ବି ଆକୁ ଫିଙ୍ଗିବିନି ମୁଁ। ଆଉ ଏମିତି ଯେଉଁ କରତ ଭଳି ଛୁରୀ ସେଇ ଛୁରୀରେ ଇଏ କାଟି ହେଇଯିବ। ଯେଉଁଗୁଡ଼ା ପୁରା ପାଲିସ ଛୁରୀ ସେଥିରେ କାଟି ହେବନି। এই যে କରଦ ଭଳିଆ ହେଇଥିବ ସେଇ ଛୁରୀରେ ବଢ଼ିଆ ଭାବରେ ଉପରୁ ଦେଖନ୍ତୁ ମୁଁ କାଟି ନେଲି। ଆହୁରି ବି କାଟି ହେଇଥାନ୍ତା କିନ୍ତୁ ଭିଡ଼ିଓ ବନେଇବାକୁ ମୋତେ ବହୁତ ଲେଟ୍ ହେବ, ସେଥିପାଇଁ ମୁଁ ଅଳ୍ପ ଅଳ୍ପ କାଟି ନେଲି। ତ ଏମିତି ଦେଖନ୍ତୁ ଡବା ନେଇଯିବା। ଯଦି ଏମିତି ଛୋଟ ଛୋଟ ନହେଲେ ବଡ଼ ଡବା ଯଦି ଥିବ ନେଇକି କାଟିଦେବେ। ଦେଖନ୍ତୁ ଏଇଭଳିଆ ବଡ଼ ଡବା ବି ହେଲେ ବହୁତ ହି ବଢ଼ିଆ ହେବ। ଏମିତି ମୁଁ କାଟି ନେଲି। ଗୋଟେ ଡବା ମୋ ପାଖରେ ଥିଲା ଆଉ ଗୋଟେ ଛୋଟ ଡବା। ତ ଯଦି ଆପଣଙ୍କ ପାଖରେ ଏସି ନାହିଁ କି କୁଲର ନାହିଁ ଜମା ବି ଚିନ୍ତା କରନ୍ତୁନି, ଏଇ ଭିଡ଼ିଓଟି ନିହାତି ଦେଖନ୍ତୁ ମୁଁ ଗୋଟେ ରଡ଼ ଆଣିକି ଏମିତି ହୋଲ୍ କରିନେଲି। ଆଉ ଏ ଡବା ସାରା ବଢ଼ିଆ ଭାବରେ ଟିକେ ବଡ଼ ବଡ଼ ହୋଲ୍ କରିଦେଲେ ବଢ଼ିଆ ହେବ। ତ ସାଙ୍ଗମାନେ ମୁଁ ଏଠି କହି ରଖୁଛି ଏଇଟା ଫେକ୍ ଭିଡ଼ିଓ ଜମା ବି ନୁହେଁ। ନିଶ୍ଚୟ ଦେଖନ୍ତୁ, ଆପଣଙ୍କ କାମରେ ନିଶ୍ଚୟ ଲାଗିବ। ଆପଣଙ୍କୁ ବି ଦିନେ ସାହାଯ୍ୟ କରିପାରିବ ଏଇ ଭଙ୍ଗା ସିଟ୍। ତ ଏଠି ଦେଖନ୍ତୁ ଡବାରେ ମୁଁ କେମିତି ହୋଲ୍ ଚାରିଆଡ଼େ କରିଦେଲି। ଆଉ ଡବାର ସମ୍ପୂର୍ଣ୍ଣ ତଳକୁ ହୋଲ୍ କରିବେନି, ତଳଟା ଟିକେ ଛାଡ଼ିକିରି 4 ଆଙ୍ଗୁଳି ଛାଡ଼ିକିରି ହୋଲ୍ କରିବେ। ତ ତାପରେ ଦେଖନ୍ତୁ ଏମିତି ଗୋଟେ ଥାଳି ନେଇଗଲି। ଥାଳି କିମ୍ବା କୌଣସି ବଡ଼ ଜାଗା ଥିବ ତାକୁ ନେଇଯିବେ। ଯେଉଁ ସିଟ୍କି ଆମେ କାଟି ନଥିଲେ ଯେଉଁ ଗଦି ଗୁଡ଼ାକ ବାହାରିଥିଲା, ମାନେ ସ୍ପଞ୍ଜ ଗୁଡ଼ାକ ବାହାରିଛି, ତାକୁ କ'ଣ କରିଛି ନା ଏମିତି ଖଣ୍ଡ ଖଣ୍ଡ କରି ତାକୁ ଆଣିକିରି ପାଣି ଦେବା। ଆଉ ପାଣି ଦେଲେ ସେ ସ୍ପଞ୍ଜଟି ସାଙ୍ଗେ ସାଙ୍ଗେ ପାଣି ପିଉନି, ତ ତାକୁ ଭଲ କି ବୁଡ଼େଇକି ପାଣି ଦେଇକି କିଛି ସମୟ ରଖିବା। ଯେତେବେଳେ ସବୁତକ ପାଣି ସ୍ପଞ୍ଜ ନେଇଯିବ ସେତେବେଳେ ସେ ସ୍ପଞ୍ଜକୁ ଆମେ ନେବା। ତ ଦେଖନ୍ତୁ ଏଠି ମୁଁ ତାକୁ ରଖିଥିଲି 10 ମିନିଟ୍ ପର୍ଯ୍ୟନ୍ତ। ସେ ଜମା ବି ପାଣି ନେଲାନି, ଟାଣିଲାନି ସେ ସ୍ପଞ୍ଜ। ତାକୁ ମୁଁ କ'ଣ କଲି ନା ହାତରେ ଟିକେ ମାଡ଼ି ଦେଲି। ହାତରେ ମାଡ଼ି ଦେଲା ମାନେ ସେ ସ୍ପଞ୍ଜଟି ପାଣି ପୁରା ଟାଣି ନେଲା। ଦେଖନ୍ତୁ ଏମିତି ହିଁ ମାଡ଼ି ଦେବା। ଯେତେବେଳେ ଏମିତି ମାଡ଼ି ଦେବା ସ୍ପଞ୍ଜଟି ସବୁତକ ପାଣି ଯେତେ ତାର ପାଣି ଟାଣିବା କଥା ଯେତିକି ଟାଣି ପାରିବ ସିଏ ସେତିକି ପାଣି ପୁରା ତା ସ୍ପଞ୍ଜ ଭିତରକୁ ପୁରା ପାଣି ପଳେଇଗଲା। ତାପରେ ଆମେ ତାକୁ ନେଇକି ବ୍ୟବହାର କରିବା। ଯଦି ସାଙ୍ଗେ ସାଙ୍ଗେ ତାକୁ ପାଣିରେ ରଖିକି ନେଇଯିବା ତ ସେ ସ୍ପଞ୍ଜ ଜମା ବି ପାଣି ନେଇନଥିବ। ଆପଣଙ୍କ କାମରେ ସିଏ ସକ୍ସେସଫୁଲ୍ ହେଇପାରିବ ନାହିଁ। ତ ଏଇଠି ଦେଖନ୍ତୁ ସ୍ପଞ୍ଜଟି ଟେକି ଦେଉଛି କେମିତି ପାଣି ବହୁଛି, ସେମିତି ହିଁ ପାଣି ପୁରା ବହୁଥିବ। ତ ଏବେ ଆମେ ଯିବା ଆକୁ ନେଇଯିବା ଫ୍ରିଜର ଭିତରେ ରଖିଦେବା। ଦେଖନ୍ତୁ ଏମିତି ଫ୍ରିଜର ଭିତରେ ରଖିଦେବା। ଫ୍ରିଜରକୁ ପୁରା ହାଇ କରିଦେବା। ଯେତେବେଳେ ସ୍ପଞ୍ଜଟି ପୁରା ବରଫ ଭଳି ହେଇଯିବ ତାକୁ ଆମେ ନେଇ ଆସିବା। ତ ଏଠି ଦେଖନ୍ତୁ ମୁଁ ନେଇ ଆସିଛି। ଆଉ କେମିତି ବରଫ ହେଇଯାଇଛି, ଯେଉଁ ତଳେ ଟିକେ ଟିକେ ପାଣି ଥିଲା ସିଏ ବି ବରଫ ହେଇଯାଇଛି। ଆଉ ସ୍ପଞ୍ଜ ଦୁଇଟାକ ବି ପୁରା ବରଫ ଭଳି ଉପର ହେଇଯାଇଛି। ବରଫଟା ମାନେ ବରଫ ଭଳି ଟାଣ ହେଇଯାଇଛି। ତ ସେତେବେଳେ ଆମେ ତାକୁ ନେଇ ଆସିବା ଏଇ ଡବା ଭିତରେ ରଖିବା। ତ ଦେଖିପାରୁଥିବେ ସ୍ପଞ୍ଜଟି କେମିତି ବରଫ ଲାଗିଯାଇଛି। ତ ସେମିତି ସେଇ ବରଫ ଛାଁ ନେଇଯିବେ ସେ ଡବା ଭିତରେ ରଖିବେ। ତ ଦର୍ଶକ ବନ୍ଧୁ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ବଟନ୍ରେ ଦବାନ୍ତୁ, ଅଲ୍ରେ ମଧ୍ୟ ସିଲେକ୍ଟ କରିନିଅନ୍ତୁ। ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଏମିତି ୟୁଜଫୁଲ୍ ଭିଡ଼ିଓ ତ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆପଣ ବି ତା'ର ଫାଇଦା ଉଠାଇ ପାରିବେ।
ତ ସମସ୍ତଙ୍କ ପାଖରେ ଏସି ନଥାଏ, କୁଲର ନଥାଏ, ତ ଆମେ ଛୋଟ ଉପାୟଟିଏ କରିକି ଆମେ ଯେମିତି ଆମେ ଗରମରୁ ରକ୍ଷା ପାଇପାରିବା। ତ ସାଙ୍ଗମାନେ କେଉଁଠୁ ଦେଖୁଛନ୍ତି ନିଶ୍ଚୟ କମେଣ୍ଟରେ ଜଣାଇବେ, ଜାଣିଲେ ମୁଁ ବହୁତ ଖୁସି ହେବି ଆଉ ଆପଣଙ୍କୁ ବି ଥ୍ୟାଙ୍କ୍ସ ଜଣାଇପାରିବି। ତ ଦେଖନ୍ତୁ ମୁଁ ଦୁଇ ଖଣ୍ଡ ସ୍ପଞ୍ଜ ଆଣିକିରି ସେ ଡବାରେ ରଖିଦେଲି। ସମ୍ପୂର୍ଣ୍ଣ ବରଫ ଭଳି ହେଇଯାଇଛି ସେ ସ୍ପଞ୍ଜ ଗୁଡ଼ାକ। ଯଦି ଆପଣଙ୍କ ପାଖରେ ଫ୍ରିଜ୍ ନଥିବ, ବରଫ କରିପାରିବେନି ସ୍ପଞ୍ଜକୁ, ତାହେଲେ ଟ୍ୟୁବୱେଲ୍ ତ ଥିବ ନିଶ୍ଚୟ। ଟ୍ୟୁବୱେଲ୍ରୁ ତ ସବୁବେଳେ ଥଣ୍ଡା ପାଣି ବାହାରିବ। ଯେତେବେଳେ ଆପଣ ବାଲ୍ଟିଏ ପାଣି ବାହାର କରିଦେବେ, ତାପରେ ଯେଉଁ ପାଣି ଗୁଡ଼ାକ ବାହାରିବ ପୁରା ଥଣ୍ଡା ପାଣି ବାହାରିବ। ସେଇ ପାଣିରେ ଆପଣ ସେ ସ୍ପଞ୍ଜକୁ ପକାଇଦେବେ, ଯେମିତି ପୁରା ବୁଡ଼ିଯିବ। ତ ଦେଖନ୍ତୁ ତାପରେ ମୁଁ ନେଇକି ଫ୍ୟାନ୍ରେ ଲଗାଇ ଦେଉଛି। ତ ମୁଁ ଏଠି କେବୁଲ୍ ଟାୟାର ବାନ୍ଧୁଛି। ଯଦି ଆପଣଙ୍କ ପାଖରେ କୌଣସି ଡୋର ଅଛି ସେଥିରେ ବି ଆପଣ ନିଶ୍ଚୟ ବାନ୍ଧିପାରିବେ, କିଛି ଅସୁବିଧା ନାହିଁ। ଯେମିତି ସେମିତି ହେଲେ ଆମକୁ ସେଠି ବାନ୍ଧିବାରେ ଅଛି। ଡବାରେ ଯେଉଁ ସ୍ପଞ୍ଜଟି ରଖିଥିଲି ଆଗ ବାହାର କରିନେଲି, ତାପରେ ଡବା ନେଇକି ଫ୍ୟାନ୍ରେ ବାନ୍ଧିଲି, ତାପରେ ସେ ସ୍ପଞ୍ଜକୁ ପୁଣି ସେଇ ଡବାରେ ରଖିଲି। ଏମିତି ହେଲେ ଓଜନ ଲାଗିବନି, ଶୀଘ୍ର ବାନ୍ଧି ହେବ, ବାନ୍ଧିବାକୁ ଟିକେ ସୁବିଧା ହେବ। ସେଥିପାଇଁ ମୋତେ ଟିକେ ଅସୁବିଧା ହେଲା, ତେଣୁକରି ମୁଁ ସ୍ପଞ୍ଜକୁ ବାହାର କରିଦେଲି, ତାପରେ ସେ ଡବାକୁ ବାନ୍ଧିଲି ଫ୍ୟାନ୍ରେ। ଦେଖିବେ ସାଙ୍ଗମାନେ ବହୁତ ଥଣ୍ଡା ହେବ। ଯେତେବେଳେ ଖରା ବେଳେ ପୁରା ଦେହ ପୋଡ଼ି ଜଳି ଯାଉଥିବ, ଫ୍ୟାନ୍ ପବନ ହିଁ ପୁରା ଗରମ ଲାଗୁଥିବ, କିଛି ବି ଭଲ ଲାଗୁନଥିବ, ସେତେବେଳେ ଏମିତି ହିଁ କରିବା। ତ ତାପରେ ଯେଉଁ ବରଫ ଅଛି ଆଉ ଟିକେ ଟିକେ ବରଫ ତା ଉପରେ ଦେଇଦେଲି। ଏବେ ଫ୍ୟାନ୍ଟି ଯେତେବେଳେ ବୁଲିବ ପୁରା ଥଣ୍ଡା ଥଣ୍ଡା ପବନ ଆସିବ, ବହୁତ ସମୟ ପର୍ଯ୍ୟନ୍ତ ବି ଥଣ୍ଡା ଥଣ୍ଡା ପବନ ଆସିବ। ଆଉ ପଙ୍ଖା ଯେଉଁଠି ବୁଲୁଥିବ ସେ ପଙ୍ଖା ପାଖାପାଖି ଆହୁରି ବି କୌଣସି ଥାଳି କିମ୍ବା କଂସାରେ ଏମିତି ସ୍ପଞ୍ଜକୁ ରଖିଦେବେ, ବରଫକୁ ଥୋଇକି ରଖିଦେବେ। ସିଏ ବି ଘରର ଯେତେ ସବୁ ଗରମ ପବନ ଥଣ୍ଡା ହେଇଯିବ। ତ ଯେଉଁମାନଙ୍କ ପାଖରେ ଏସି କୁଲର ନାହିଁ ସେମାନେ ଏହି ଉପାୟଟି ନିଶ୍ଚୟ କରିବେ। ଆଉ ଏସିରେ ରହିଲେ ବି ଏସି ସମସ୍ତଙ୍କୁ ସୁଟ୍ କରେନି, କୁଲର ବି ସମସ୍ତଙ୍କୁ ସୁଟ୍ କରେନି। କୁଲରଟାରେ ବହୁତ ପବନ ଆଉ ବହୁତ ପାଣି ଛିଞ୍ଚିଲା ଭଳି ଆସେ, ସେ କୁଲର ବି ସମସ୍ତଙ୍କୁ ସୁଟ୍ କରେନି। ତ ଏଇ ଉପାୟ କଲେ ସେମିତି କିଛି ବି ହେବନି, ଥଣ୍ଡା ପବନ ବି ଆସିବ, ଆପଣ ସୁରକ୍ଷିତ ବି ରହିବେ, କରେଣ୍ଟ ବି ଲାଗିବନି। ତ ଆପଣ ଏବେ କମେଣ୍ଟରେ ଲେଖିବେ ଫ୍ୟାନ୍ ଖରାପ ହେଇଯିବ, କରେଣ୍ଟ ଲାଗିବ, ସେମିତି କିଛି ବି ହେବନି ସାଙ୍ଗମାନେ। ଦେଖନ୍ତୁ ମୁଁ ବି ଏମିତି ବ୍ୟବହାର କରୁଛି, କିଛି ବି ହେବନି ଅସୁବିଧା। ଯେହେତୁ କରେଣ୍ଟ ଅଛି ଏଥିରେ, ତ ହୁସିଆର ନିଶ୍ଚୟ ତ ରହିବାକୁ ପଡ଼ିବ। ଯଦି ବହୁତ ସ୍ପଞ୍ଜ ବଡ଼ ବଡ଼ ସ୍ପଞ୍ଜ ଥିବ, ତାକୁ ଏମିତି ଓଦା କରିକି ନେଇକି ଝରକାର ବାହାର ପଟେ ରଖିଦେବେ, ସିଏ ବି ଥଣ୍ଡା ଥଣ୍ଡା ପବନ ପାଇପାରିବେ ଆଉ ଗରମରୁ ରକ୍ଷା ପାଇପାରିବେ। ଆହୁରି ବି ବହୁତ ଉପାୟ ଅଛି। ରୁମ୍କୁ ଥଣ୍ଡା କରିବାକୁ ହେଲେ ଝରକା ପାଖରେ ସବୁବେଳେ ଓଦା ବେଡ଼ସିଟ୍ କରିକି ଟାଙ୍ଗିବେ। ତ ସେମିତି କଲେ ନିଶ୍ଚୟ ଥଣ୍ଡା ଥଣ୍ଡା ପବନ ପାଇପାରିବେ ଆଉ ଗରମରୁ ରକ୍ଷା ପାଇପାରିବେ। ଆଉ ଯେଉଁ ଛୋଟ ଛୋଟ ସ୍ପଞ୍ଜ ଖଣ୍ଡ ଥିଲା ତାକୁ ବି କିଛି କାମରେ ଲଗାଇଦେବା। ଏମିତିରେ ତ ବହୁତ କାମରେ ଲାଗିବ, ଆଉ ଭିଡ଼ିଓ ବି ଲମ୍ବା ହେଇଯିବ ତାକୁ ଦେଖେଇଲେ। ତ ମୁଁ ଏଠି ଗୋଟିଏ ଉପାୟ କହୁଛି, ଦେଖନ୍ତୁ। ପାଣି ଟିକେ ନେଲି, ସେଥିରେ ଆମେ କମ୍ଫର୍ଟ ପକାଇଦେବା, ବଢ଼ିଆ ବାସ୍ନା ହେବ କମ୍ଫର୍ଟର। ତ ଏଇ କମ୍ଫର୍ଟ ପକା ସ୍ପଞ୍ଜକୁ ଯଦି ଆମେ ଯେଉଁଠି ରଖିଦେବା, ପୁରା ରୁମ୍ ସ୍ପେସ୍ ଭଳି ରୁମ୍ ସାରା ବାସ୍ନା ହେବ। ଆଉ ଲୁଗାପଟା ବି ବାସ୍ନା ହେବ। ଯଦି ଆମେ ଆଲମାରିରେ ରଖିଦେବା, ଲୁଗାପଟା ଯେଉଁଠି ଥିବ ସେଠି ରଖିଦେବା। ଆଉ ଦେଖନ୍ତୁ ମୁଁ ଏଠି ଡବା ଭିତରେ ରଖିଲି, ଡବାଟି ବି ହୋଲ୍ ଅଛି ତାର ବାସ୍ନା ଆସିବାକୁ ବାହାରକୁ। ତ ଆଉ ଟିକେ ଟିକେ କମ୍ଫର୍ଟ ମୁଁ ତା ଉପରେ ପକାଇଦେଲି, ବହୁତ ବଢ଼ିଆ ବାସ୍ନା ହେବା ପାଇଁ। ମୋତେ ବଢ଼ିଆ ଲାଗେ ଏଇ କମ୍ଫର୍ଟର ବାସ୍ନା, ସେଥିପାଇଁ ମୁଁ କମ୍ଫର୍ଟ ପକାଇଲି। ଯଦି ଆପଣ ଚାହିଁବେ ଅତର ବି ପକାଇ ପାରିବେ। ତାକୁ ନେଇକି ଏମିତି ଦେଖନ୍ତୁ ମୁଁ ଲୁଗାପଟା ଯେଉଁଠି ଅଛି ସେଠି ରଖିଦେଉଛି, ଆଲମାରିରେ ରଖିଦେଉଛି। ତାପରେ ଆକୁ ବାଥରୁମ୍ରେ ବି ରଖିପାରିବେ। ବାଥରୁମ୍ରେ ଯଦି ରଖିବେ, ବାଥରୁମ୍ ସାରା ବାସ୍ନା ହେବ, ଆପଣଙ୍କୁ ବିଲକୁଲ ବି ଅସୁବିଧା ହେବନି। ଦେଖନ୍ତୁ ନିଶ୍ଚୟ ବାଥରୁମ୍ରେ ଆକୁ ରଖନ୍ତୁ। ଆଉ ଏଇ ଛୋଟ ଛୋଟ ସ୍ପଞ୍ଜରେ ଆମେ ବାସନ ମାଜିପାରିବା। ବାସନ ମଜା ଆମେ କିଣୁଛେ ସ୍ପଞ୍ଜକୁ, ଯେଉଁ ଆମକୁ ଆଉ କିଣିବାକୁ ପଡ଼ିବନି, ବାସନ ମାଜିପାରିବା। ଦେଖନ୍ତୁ ଏଠି ପଙ୍ଖାଟି ସେମିତି ବୁଲୁଛି, ସେତେବେଳୁ ବହୁତ ବଢ଼ିଆ ପବନ ଦେଉଛି, ଥଣ୍ଡା ଥଣ୍ଡା ପବନ। ଅସହ୍ୟ ଗରମରୁ ଆପଣ ନିଶ୍ଚୟ ରକ୍ଷା ପାଇପାରିବେ ଏହି ଉପାୟରେ। ଆଜିର ଭିଡ଼ିଓ ଆଉ ଆଇଡ଼ିଆଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାଇବେ। ଆଗକୁ ପୁଣି ଆସିବି ଏମିତି ନୂଆ ନୂଆ ଭିଡ଼ିଓ ନେଇ। ଜୟ ଜଗନ୍ନାଥ।